ଭାଇମାନେ ମୁଁ କେବେ ଭିଡ଼ିଓ ବନାଏନି। ଆଜି ଫାର୍ଷ୍ଟ ଟାଇମ୍ ପାଇଁ ଗୋଟେ ଭିଡ଼ିଓ କରୁଛି। କାହିଁକି ନା ଆମ ସରକାର ଯେଉଁ ଭଳିଆ କାମ ସବୁ କରୁଛନ୍ତି, ମାନେ ମୁଁ କହୁଛି ଗୋଟେ ସାଧାରଣ ଲୋକ ହିସାବରେ ମୋ ମୁଣ୍ଡ ବି ବୁଲେଇ ଯାଉଛି। କାହିଁକିନା ଆମେ ତ ସରକାରଙ୍କ ସେମିତି କିଛି ଉପକୃତ ହେଇନୁ, କାହିଁକିନା ଆମର ତ ସେମିତି କିଛି ଉପକୃତ ହେବାର ବି ନାହିଁ। ଯାହା ଏଇ ଚାଉଳ ଫଳ ଦୁଇଟା ମିଳୁଛି ସେଇଆ ଖାଇ ବଞ୍ଚିଯାବା କଥା। ମାନେ ଆମ ସାଧାରଣ ଲୋକଙ୍କର ଉପକାର କଲେ ଚାଉଳ ଗଣ୍ଡେ ଆଉ କିରୋସିନ ଅଧ ଲିଟର, ସେ ବି 6 ମାସକୁ ଥରେ କି ବର୍ଷକୁ ଥରେ, ଏତିକି। କିନ୍ତୁ ଦେଖନ୍ତୁ ଗୋଟେ MLA କାଲି ଗୋଟେ ହଠାତ୍ ବିଲ୍ ପାସ୍ ହେଇଛି ପରେ ତାଙ୍କର MLA ମାନଙ୍କର ଦରମା 3,60,000, MP ମାନଙ୍କର ଦରମା 3,68,000, MLA ମାନଙ୍କର 3,45,000, MP ମାନଙ୍କର 3,60,000, ଆଉ ବଳକା ତାଙ୍କ ଉପରକୁ ଯିଏ ଯାହା ରହିଲେ ସେ 4 ଲକ୍ଷ 5 ଲକ୍ଷ ଯିଏ ଯାହା ନେଉଛନ୍ତି ନିଅନ୍ତୁ, ସେଥିରେ କିଛି କଥା ନାହିଁ। ହଠାତ୍ ଏଇ ଯେଉଁ ଯୋଜନାଟି ସରକାର କଲେ, MLA ମାନଙ୍କର ଦରମା 3,45,000, କିନ୍ତୁ ଗୋଟେ ସାଧାରଣ ଚାଷୀ ତା କଥା ଟିକେ ସରକାର କ'ଣ ଭାବି ପାରିଲେନି? ଏ କିଛି ଦିନ ପୂର୍ବରୁ ମାଷ୍ଟରମାନେ ବି ଆନ୍ଦୋଳନ କରିଥିଲେ ଯେ ଆମକୁ 50,000 ଟଙ୍କାରେ ହେଉନାହିଁ, ଆମକୁ ଆହୁରି ଦରମା ବଢ଼େଇକି ଦିଆଯାଉ, ଯେହେତୁ ଆମର ପେନ୍ସନ୍ ନାହିଁ। ସେ ବି ଏକ ତରଫା ଭଲ, ଯାହାର ମଣିଷ ମାତ୍ରକେ ଲୋଭ ହେଲା ସିଏ ଠିକ୍ ଅଛି, ସେ କହିଲେ ଯେ ଆମକୁ 50,000 ଦରମା ବଢ଼େଇକି 50,000ରୁ ଲକ୍ଷେ ଟଙ୍କା କରିକି ଦିଅନ୍ତୁ। କାହିଁକିନା ସେ 4-4ଟା 5-5ଟା ପିଲା କରିବେ, ତାଙ୍କର ପଇସା ଦରକାର ହେବ, ସେ ବଢ଼େଇବେ, ପେନ୍ସନ୍ ନାହିଁ, କିଛି ନାହିଁ। କିନ୍ତୁ ଏଇ ଯେଉଁ ଆମର ସରକାର ଯେଉଁ କାମ କଲେ, ସେମାନଙ୍କର ତ ସେ ଜିନିଷ କ୍ୟାନସେଲ୍ ହେଲା, ତାଙ୍କ ଆନ୍ଦୋଳନ କ୍ୟାନସେଲ୍ ହେଲା, ସେମାନେ ଯେଝା ବାଟରେ ଯେଝା ଚାଲିଗଲେ। କିନ୍ତୁ MLA ଗୋଟେ ସିଏ ଯଦି 3,45,000 ଟଙ୍କା ଦରମା ନେବେ, ପ୍ଲସ୍ ଆମର କ'ଣ ସେଟା ପେନ୍ସନ୍ ବି ନେବେ, ଯେ MLA କ'ଣ ଗୋଟେ ସରକାରଙ୍କ ଚାକର ନା କ'ଣ? ସିଏ ଯଦି ସେମାନେ ପଇସା ପରେ ପୁଣି ପେନ୍ସନ୍ ପାଇବେ 1,00,000 କି 1.5 ଲକ୍ଷ ଟଙ୍କା, ତାହେଲେ ଯେଉଁ ସାଧାରଣ ଚାକିରିଆ ମାନେ ତାଙ୍କର ତ ପେନ୍ସନ୍ ନାହିଁ, କିଛି ନାହିଁ। କି ପୋଲିସ ବାଲା ହୁଅନ୍ତୁ କି ଯିଏ ବି ହୁଅନ୍ତୁ, ପୋଲିସ ବାଲା ଦିନ ରାତି କଷ୍ଟ କରୁଛନ୍ତି, ମାରି ଖାଇବା କଥା ଅଲଗା, କିଏ କ'ଣ ଖାଇଲା ପିଇଲା ସେଇଟା ମଣିଷ ମାତ୍ରକେ ଲୋଭ, କିଏ କେଉଁଠି 2 ଟଙ୍କା ଉପରି ଗଲା 3 ଟଙ୍କା ଉପରି ଗଲା ସେଇଟା ଅଲଗା କଥା, ଆମେ ସେଗୁଡ଼ା ଦେଖୁନୁ ଜାଣୁ, ତାକୁ ଛାଡ଼ି ଦିଅନ୍ତୁ। ଗୋଟେ ସର୍ବପ୍ରଥମେ ଆର୍ମିରେ ଥିବା ଭାଇମାନେ ଆଉ ପୋଲିସରେ ଥିବା ଭାଇମାନେ, ଏମାନେ କେତେ କଷ୍ଟ କରୁଛନ୍ତି, ଡେ ନାଇଟ୍ ତାଙ୍କର ଡ୍ୟୁଟି। ପୋଲିସ ବାଲାଙ୍କର ଛୁଟି ନ କହିଲେ ଭଲ, ଛୁଟି ନାହିଁ କହିଲେ ବି ଭଲ। ସେମାନଙ୍କର ଦରମା ବଢ଼ିଲା ନାହିଁ, ଯଦି ବଢ଼ିଲା ସେଇ 2-3 ହଜାର 5 ହଜାର ଟଙ୍କାରେ ବଢ଼ିବ, କିଏ ଉପର କର୍ମଚାରୀ ମାନଙ୍କର 20,000 25,000 ବଢ଼ି ସେମାନେ ଦରମା ପାଇବେ 60,000 ରୁ 70,000 ଟଙ୍କା ଭିତରେ। କିନ୍ତୁ MLA ମାନେ କିଛି କାମ ନ କରିକି ଖାଲି ଉପରେ ସେମାନେ ତାଙ୍କ ଜାଗାରେ କେଉଁଠି ରହିଲେ, କ'ଣ କଲେ, ତାଙ୍କ ପାଖକୁ କାମ ଫାମ ଯାହା ବି ଆସିଲା, କି କୌଣସି ବ୍ଲକକୁ ଯଦି ଗୋଟେ କାମ ଆସିଲା କି ତାଙ୍କ ପାଖକୁ ଆସିଥିବ, ସେମାନେ ସେବାଟେ ପଇସା କମେଇବେ। କୌଣସି ରାସ୍ତା କାମ ଆସିଲେ ସେବାଟେ ପଇସା କମେଇବେ, ଯଦି ତାଙ୍କ କୋଟାଟା କଟିକି ଆସିବ। ଦ୍ୱିତୀୟ କଥା, ଗାଁରେ ଗୋଟେ ଭଲ ମନ୍ଦ କାମ ହେଉ କି ପଞ୍ଚାୟତରେ ଗୋଟେ ଭଲ ମନ୍ଦ କାମ ହେଉ, MLA ମାନଙ୍କର ନିଜେ ଆସୁଛନ୍ତି ଦେଖିବା ପାଇଁ? କେବେ ଆସୁନାହାନ୍ତି। ଯଦି କୌଣସି ଲୋକ କି କଣ୍ଟ୍ରାକ୍ଟର ଖରାପ କାମ କରୁଛି କି ନିମ୍ନମାନର କାମ କରୁଛି, ତାକୁ ଯଦି କଥା ପଡ଼ିବ କାହିଁକି ଏଇଟା ପଚାର ନା ତୁମ MLAଙ୍କୁ କୁହ। ଆରେ ଆମେ MLAଙ୍କୁ କହିଲେ MLA କ'ଣ ସାଇଡ଼୍କି ଆସୁଛନ୍ତି? MLA ସାଇଡ଼୍କି ଆସିବେନି, ଆମକୁ MLAଙ୍କ ପାଖକୁ ଯିବାକୁ ପଡ଼ିବ। ମାନେ ସାଧାରଣ ଲୋକ ସେମାନଙ୍କୁ ଭୋଟ୍ ଦେବେ, ଜିତେଇବେ, ଆହୁରି ତାଙ୍କ ପାଖକୁ ଯିବେ। ଭଲ ମନ୍ଦ ଜିନିଷ ହେଲେ ତାଙ୍କୁ ଦରକାର ପଡ଼ିଲେ କିଛି ହାତ ଗୁଞ୍ଜା ଦେବେ, ତାପରେ ଯାଇ କାମ ହେବ। ମାନେ ଏପଟେ 3,45,000 ଟଙ୍କା ଦରମା, ସେପଟେ ତାଙ୍କର କୋଟା ଅଛି, ପୁଣି ତା ଦେହରେ ଉପରି ବି ଅଛି, ପୁଣି ତାପରେ ପେନ୍ସନ୍ ମଧ୍ୟ ଅଛି, ଯେଉଁ ପେନ୍ସନ୍ଟା କି ସେ ରାଜନୀତିରୁ ଇସ୍ତଫା ଦେଲା ପରେ ପାଇବେ। 3,45,000 ଗୋଟେ ମ୍ୟାକ୍ସିମମ୍ ପେନ୍ସନ୍ଟା ତାଙ୍କର ତ ନିହାତି 1.5 ଲକ୍ଷ ଟଙ୍କା ପାଇବେ। ଆଉ ହଁ, ଯଦି 1.5 ଲକ୍ଷ ଗୋଟେ ରାଜନୀତି ପାଇବ ବସି ଶୋଇକି, ସମସ୍ତେ ଆମେ ତ ଏକଜୁଟ, ଆମେ ତ ସମସ୍ତେ ଭାବୁଛେ ଗୋଟେ MLA MP ହେଇଗଲେ ହୁଅନ୍ତା। ଏଥିପାଇଁ ତ କିଛି ଶିକ୍ଷା ଯୋଗ୍ୟତାର ବହୁତ ଆବଶ୍ୟକତା ନାହିଁ କି କିଛି ନାହିଁ। ବାସ୍ ଜମିବାଡ଼ି ବିକ, ରାଜନୀତିରେ ପଶ, ଥରେ ଯଦି ଚାନ୍ସ ବାଜିଗଲା ଗଲା, ତୁମ ଲାଇଫ୍ ହିଁ ବଦଳିଗଲା। ଏଠି ଆଉ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ଯେଉଁମାନେ ଡିଗ୍ରୀ ଗ୍ରାଜୁଏସନ୍ କରିକି ବୁଲୁଛନ୍ତି, ଫାଇଲ୍ ପତ୍ର ହାତରେ ଧରିକି, ମୁଁ ଦେଖିଛି କେତେ ଜାଗାରେ ରାଜନୀତି, ଏ ଯେଉଁ ଆମର ରାଜଧାନୀରେ କେତେ ବେକାରୀ ଯୁବକ ଯୁବତୀମାନେ ବୁଲୁଛନ୍ତି। ହାଇଫାଇ କ୍ୱାଲିଟିର ପିଲାମାନେ ସେମାନେ, ମାନେ ପାଠରେ ଷ୍ଟାଣ୍ଡାର୍ଡ଼ରେ ନୁହଁ, ଅତି ଗରିବ ଘରର ସେମାନେ ଆସୁଛନ୍ତି, କ'ଣ ନା ଚାକିରି ଖଣ୍ଡେ ପାଇଁ ବୁଲୁଛନ୍ତି।
ଚାକିରି ନାହିଁ। ଯେଉଁ ଚାକିରି ଅଛି ସେମାନେ ଯଦି କ୍ୱାଲିଫାଏଡ଼୍ ଗ୍ରାଜୁଏଟ୍ ହେଇଥିବେ ବି ତାଙ୍କୁ ସେଇ 10,000 ଟଙ୍କିଆ ଚାକିରି ଖଣ୍ଡେ ମିଳୁଛି, ଯାହାକି ନିଜକୁ ନ ଖଟ ଘରେ କ'ଣ ସେ ବାଣ୍ଟିବେ। ମୋହନ ସରକାର ଯେତେବେଳେ ପ୍ରଥମ ଆସିଥିଲେ ସେ କ'ଣ କହିଥିଲେ, ଆଗ ଆମେ ଚାଷୀଙ୍କୁ ଦେଖିବୁ, ତାପରେ ସାଧାରଣ ଗରିବ ଗୁରୁବାଙ୍କୁ ଦେଖିବୁ, କେହି କଚା ଘରେ ରହିବେ ନାହିଁ। ଆଜି ବି ଏମିତି ଗାଁ ଅଛି ଯେଉଁ ଗାଁକୁ ଲାଇନ୍ ମଧ୍ୟ ପହଞ୍ଚି ପାରୁନି, କି ଗାଡ଼ି ମଟର କ'ଣ ବି ଗୋଟେ ଜିନିଷ ସେମାନେ ଦେଖିନାହାନ୍ତି। କାଲି ଗୋଟେ ୟୁଟ୍ୟୁବର୍ ଗୋଟେ ତେଲୁଗୁ ବ୍ଲଗର ଗୋଟେ କେଉଁଝର ଡିଷ୍ଟ୍ରିକ୍ଟର ଗୋଟେ ଭିଡ଼ିଓ ପକାଇଥିଲେ, ସେ ଗାଁକୁ ଗୋଟେ ମୋଟର ସାଇକେଲ ବି ନାହିଁ। ସେ ଗାଁର ଲୋକମାନେ ଟୋଟାଲି ଅନପଢ଼, ସେମାନେ ଜାଣିନାହାନ୍ତି ପାଠ କ'ଣ, ଗାଡ଼ି ଘୋଡ଼ା କ'ଣ, ଉନ୍ନତି କ'ଣ, ଅବନତି କ'ଣ, ସେମାନେ କିଛି ଜାଣିନାହାନ୍ତି। ସେଠି ସରକାରଙ୍କ ନଜର ପଡ଼ୁନି। ସରକାରଙ୍କ ନଜର କ'ଣ ନା ସାଧାରଣ ଲୋକମାନଙ୍କୁ ଭକୁଆ ବନେଇଦେବେ। ଏ ଯେଉଁ ସ୍ତ୍ରୀ ଲୋକମାନଙ୍କୁ ସବୁ ମାନେ ହାତ କରିକି ତାଙ୍କୁ 5,000 ଟଙ୍କା ମାସକୁ ଦେଇକିରି, କି 6 ମାସ ଭିତରେ 5,000 ଟଙ୍କା ଦେଇକିରି ତାଙ୍କ ମୁହଁ ବନ୍ଦ କରିଦେଲେ। କ'ଣ ନା ଆମେ 5,000 ଟଙ୍କା ଦେବୁ। ଆପଣମାନେ ଦେଖିବେ ଯେଉଁ ଦିନ 5,000 ଟଙ୍କା ଆସିଲା ସେଟା କ'ଣ, ସୁଭଦ୍ରା ଯୋଜନା। ଯେଉଁ ଦିନ ସୁଭଦ୍ରା ଯୋଜନା 5,000 ଟଙ୍କା ଆସିବ, ଠିକ୍ ତା 5 ଦିନ ପୂର୍ବରୁ କି ତା 5 ଦିନ ପରେ ଡାଲି, ଚାଉଳ, ଅଟା, ଗହମ ଏଗୁଡ଼ା ଯେଉଁ ରେଟ୍ ହେବ, ସେ ବାଟେ ସରକାର ଏ ହାତରେ ଦେଇକି ସେ ହାତରେ ତା'ର 50 ଗୁଣା ନେଇକି ପଳେଇଲେ। ହେଲେ ଆମେ ଅନ୍ଧଭକ୍ତ ସବୁ ବୁଝିଗଲୁ କ'ଣ ନା ଆମେ 5,000 ଟଙ୍କା ପାଇକିରି 5,000 ଟଙ୍କା ଦେଖିବାକୁ ଗଲେ ଗୋଟେ ମଦୁଆର 5 ଦିନକୁ 5,000 ଟଙ୍କା ଖର୍ଚ୍ଚ। କାଉଣ୍ଟରରେ ବସି ମଦ ପିଉଛୁ, ଆମେ 3 ଜଣ ସାଙ୍ଗ ତ 5,000 ଟଙ୍କା ମଦ ପିଇ ଦେଉଛୁ କାଉଣ୍ଟରରେ ବସିଗଲା। ଆଉ ସେ 5,000 ଟଙ୍କା ହେବ କ'ଣ? ତାଙ୍କର ଯଦି ଦମ୍ ନଥିଲା ସରକାରଙ୍କର, ସରକାର କାହିଁକି କହୁଥିଲେ ଯେ ମୁଁ 50,000 ଟଙ୍କା ଲେଖାଏଁ ଦେବି, ଏକାଥରେ ଦେଲେନି। ଆମେ ମାନୁଛୁ ପାଣ୍ଡିଆନ ବାବୁ ଯେତେବେଳେ ଥିଲେ ତାଙ୍କୁ ସେ କିଛି ଖରାପ କାମ କରିନାହାନ୍ତି, ଯେକୌଣସି କାମ ବି କରିଛନ୍ତି ଭଲ କାମ କରିଛନ୍ତି, ଆଉ ଶୀଘ୍ର କାମ ବି କରିଛନ୍ତି। ଓଡ଼ିଶାରେ କ'ଣ ଥିଲା? ଓଡ଼ିଶାରେ କିଛି ବି ନଥିଲା। ଏଇ 1999 ମହାବାତ୍ୟା ପରେ ଯେତେବେଳେ ବିଜେଡ଼ି ଷ୍ଟାଣ୍ଡ କଲା, ଯେତେବେଳେ ନବୀନ ପଟ୍ଟନାୟକ ସାର୍ ପ୍ରଥମେ ଆସିଲେ, ସେଇ ନବୀନ ପଟ୍ଟନାୟକ ସାର୍ ଆଜି ବି ଯାହା କରିଯାଇଛନ୍ତି ବିଜେଡ଼ି ସରକାର ମୁଁ ଭାବୁଛି ତାଙ୍କ ଜୀବନ ଉନ୍ନତିରେ ବି କରିପାରିବେନି। କାହିଁକିନା ବିଜେଡ଼ି ସରକାର ସବୁବେଳେ ନିଜ କଥା ଚିନ୍ତା କରେ, ବିଜେପି ସରକାର ସବୁବେଳେ ନିଜ କଥା ଚିନ୍ତା କରେ, ବିଜେଡ଼ି ସବୁବେଳେ ନିଜ ସହିତ ଅନ୍ୟର ବି ଚିନ୍ତା କରେ। ଆଜି ବି ନ୍ୟୁଜ୍ ଥିଲା କି ନବୀନ ପଟ୍ଟନାୟକ ତାଙ୍କର କୋଟା ଯେଉଁ ବର୍ଦ୍ଧିତ କୋଟାକୁ ସେମାନେ ନେବେ ନାହିଁ ବୋଲି କହିଛନ୍ତି, ଆଉ ସିଏ ସାଧାରଣ ଗରିବ ଲୋକଙ୍କୁ ବାଣ୍ଟି ଦେବ ମଧ୍ୟ କହୁଛନ୍ତି। କାରଣ ନବୀନ ପଟ୍ଟନାୟକ ହେଉଛନ୍ତି ଧନୀ ନେତା, ତାଙ୍କର ପଇସାର କିଛି ଆବଶ୍ୟକତା ନାହିଁ, ସେଇଟା ବି କହିଲେ କିଛି ଅନିବାର୍ଯ୍ୟ ହେବ ନାହିଁ, ସେ କଥା ଛାଡ଼ନ୍ତୁ। କିନ୍ତୁ ପାଣ୍ଡିଆନ ବାବୁ ଆଉ ନବୀନ ପଟ୍ଟନାୟକ ଯାହା କରିଥିଲେ, ଯାହା କରିଯାଇଛନ୍ତି ଓଡ଼ିଶା ପାଇଁ, ଆଜିକା ଡେଟ୍ରେ ବିଜେପି କରିବା ବା ଆଜିଠାରୁ ବିଜେପି ଯଦି 30 ବର୍ଷ ରହିବି ତାର କିଛି ବି ଗୋଟେ ତୁଳମୂଳ କାର୍ଯ୍ୟକ୍ରମ କରିପାରିବ ନାହିଁ। କାହିଁକିନା ବିଜେପି ସରକାର ଆସୁ ଆସୁ ଆଗ ପ୍ରହସନ ଅଧିକା କରିଦେଲେ, 50,000 କହିକି 5,000 ଦେଇଦେଲେ। ସାଧାରଣତଃ ଗୋଟେ 2 ଏକର ଥିବା ଚାଷୀ ସିଏ କୁଆଡ଼େ ଧନୀ, ଆଉ ସିଏ ଏତେ ଧନୀ ଯେ ସିଏ ଯଦି ମଣ୍ଡିରେ 30 କୁଇଣ୍ଟାଲ ଅଧିକ ଧାନ ଦେବ ତା ରାସନ କାର୍ଡ଼ଟି କଟିଯିବ। ମାନେ ଆଜିକାଲି 2 ଏକର ଜମି ଥିବା ଲୋକ ଧନୀ। ତାହେଲେ ଆମ ଓଡ଼ିଶା ଏତେ ଧନୀ, ତାହେଲେ ଇଏ ଯେଉଁ BPL ମାଗଣା ଚାଉଳ ଏଗୁଡ଼ାକ ଯେଉଁ ଡାଲି, କିରୋସିନ ଏଗୁଡ଼ା କାହିଁ ଦେଉଛନ୍ତି? 2 ଏକର ଜମି ଥିବା ଲୋକ ତ ଓଡ଼ିଶାରେ ଶତକଡ଼ା 80 ଭାଗ ବାହାରିବେ, ଆଉ 20 ଭାଗ କାହାର ଜମି ଅଛି, କାହାର ନାହିଁ, କାହାର ଗୁଣ୍ଠେ, କାହାର 5 ଗୁଣ୍ଠ ଏମିତି ଥିବ। ସେଇମାନଙ୍କୁ ସରକାର ଦେଇକିରି ଯେଉଁ ଧନୀ କହୁଛନ୍ତି 2 ଏକର ଜମି ଥିବା ଲୋକ ଧନୀ, ତାଙ୍କ ସହିତ ମିଶାଇ ଦେଉନାହାନ୍ତି। ଏ ମାଗଣା ପ୍ରହସନ ଚାଉଳ, ଗହମ, ଅଟା ଏଗୁଡ଼ା କାହିଁକି ଦେଉଛନ୍ତି? ଏ ସୁଭଦ୍ରା ଯୋଜନା କ'ଣ ପାଇଁ ଦେଉଛନ୍ତି? ମାନେ